ଯମୁନା ନଦୀର ଜଳର ରଙ୍ଗ ନୀଳ। ତାହେଲେ ଯମୁନା ନଦୀର ରଙ୍ଗଟା କଣ ଆପଣ କୁହନ୍ତୁ? ଯମୁନା ନଦୀର ଜଳର ରଙ୍ଗ ହେଲା କଳା। ରଣପୁର ରାଜା ପଦ୍ମନାଭ ନରେନ୍ଦ୍ର କହିଲେ, ହେ ଜଗନ୍ନାଥ ଜଗନ୍ନାଥ ତମେ ହଁ ଚୋରି କରିଛ ଯମୁନା ନଦୀର ଜଳର ରଙ୍ଗ। ରଙ୍ଗକୁ ଏଇଥିପାଇଁ ତମେ କଳା ହେଇଯାଇଛ। କଳା ହେଇଗଲେ ପ୍ରଭୁ, କଳା ହେଇଗଲେ। ପ୍ରତ୍ୟୟ ଅଶ୍ୱବଲମ୍ବେ ଘୋଡ଼ା ପିଠିରେ ବସି ରାଜା ଯାଆନ୍ତି ଜଗା ଦେଖି। ବାସ୍ ବାସ୍ ଆଗ କାଳରେ ଭାନୁଦେବ ଗଜପତି ରାଜାର ଭଉଣୀ ଠିଆ ହେଇଛି କୋଉଠି? ଗରୁଡ଼ ସ୍ତମ୍ଭର ପଛପଟେ। ବା ରାଜା ଯାଇକି ଠିଆ ହେଇକି ମୁଣ୍ଡିଆ ମାରିଲେ ପ୍ରଭୁଙ୍କୁ। ବା ଭାନୁଦେବ ଭଉଣୀ ଉତ୍ତର ଦେଲା, କହିଲା ରାଜା କଣ କିରେ ମା? କାହାକୁ ମୁଣ୍ଡିଆ ମାରୁଛ? ଇଏ ଜଗତନାଥ ଜଗନ୍ନାଥଙ୍କୁ ମୁଁ ମୁଣ୍ଡିଆ ମାରୁଛି। ଗୋଟେ ଚୋରଟାକୁ ମୁଣ୍ଡିଆ ମାରୁଛ? ହେ ହେ ମା, ଏ କଥା ହାରେ ହଉଛି। ସମସ୍ତଙ୍କ ମୁଣ୍ଡ ଯାହା ପାଖେ ନଈ ପଡୁଛି ତାକୁ ତୁ ଚୋର ବୋଲି କହୁଛୁ? ଭିଡ଼ି ଦେଲା ଖଣ୍ଡାଟାକୁ ପଦ୍ମନାଭ ନରେନ୍ଦ୍ର ରଣପୁର ରାଜା। ମାରିଦେବି। ମୋ ଜଗାକୁ ଚୋର କହୁଛୁ? କାହାକୁ ଚୋର କହୁଛୁ? ଆରେ ନାଇଁ ଜଗନ୍ନାଥଟା ପରା ଚୋର। ମୋ ଜଗନ୍ନାଥ ଚୋର ପ୍ରମାଣ ଦେଇପାରିବୁ? କଣ ହୁଁ? କଳା କଳା କାହ୍ନୁ କଳା ମଣିରେ ମଣିରେ କଳା କାହ୍ନୁ କଳା ମଣିରେ ମୁଁ ଜଗା ଜଗା ବୋଲି ଡାକିବି କେତେ କଳା କାହ୍ନୁ କଳା ମଣିରେ ଜଗା ଜଗା ବୋଲି ଡାକିବି କେତେ। କଳା କାହ୍ନୁ କଳା ମଣିରେ ଦଫା ଲାଗିଲାଣି। 302 ଦଫା ଲାଗିଲାଣି। 2 ଦଫା ଲାଗିଲାଣି। 302 ଦଫା ଲାଗିଲାଣି। ତୁ ମନର କହିବୁ କେତେ କଳା କାହ୍ନୁ କଳା ମଣିରେ ଜଗା ଜଗା ବୋଲି ଡାକିବି କେତେ। କଳା କହିଲା ଗୋଟେ ଚୋରଟାକୁ ଗୋଡ଼ ମୁଣ୍ଡିଆ ମାରୁଛୁ? ନା ଇଏ କେମିତିଆ ଚୋର? ଇଏ କେମିତିକା ଚୋର? ଯଦି କହୁଛୁ ଚୋର ତାହେଲେ କଣ ଚୋରି କରିଛି ଟିକେ ପ୍ରମାଣ ଦେଇପାରିବୁ? ଇଏ ନାରୀର ନାରୀତ୍ୱକୁ ଚୋରି କରିଛି। ମୋ ଜଗା ତାହେଲେ କୋଉ ନାରୀର ନାରୀତ୍ୱକୁ ସେ ଚୋରି କଲା? ଏଇଟା ନାରୀ ଚୋରଟା ବେଇମାନ ଜଗନ୍ନାଥକୁ ମୁଣ୍ଡିଆ ମାରଲା। ଏ! ଏମିତି କଣ କହୁଛୁ? ବେଇମାନ ବୋଲି ତାକୁ କହୁଛୁ? ସେ କଣ ବେଇମାନ? ଶୁଣିବୁ? କହ, ପ୍ରମାଣ ଦେଇ କହ। ଏଇ ନୟାଗଡ଼ ରାଜା ରାଜା ବିନାୟକ ମାନ୍ଧାତାଙ୍କର ପଟକବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ବାଃ ବାଃ ବାଃ। ହଁ, ତାଙ୍କ ମାମୁଁ ଘର ହଉଛି ଏଇ ରଣପୁର। ଆଚ୍ଛା, ଯୋଉଠି ପାଲା ଗାଇବୁ ସେଇ ସାହିତ୍ୟ ଗାଇବୁ। କଣ ଆଜି ତାହେଲେ ରଣମାଟିର କଥା ହବ? କେବଳ ରଣପୁର ମାଟିରେ ଆଜି ପାଲା। ଆରେ ବାଃ, କେତେ ଗଛି ଜଗି। କରା କଂସ ବାବା ବଂଶ ନେତ୍ର ହଁ ଏ ଅଞ୍ଜନ ରଞ୍ଜନ ଚିତ ଭଲାରେ ରଞ୍ଜନ ରଞ୍ଜନ ଚିତ ଭଲାରେ ରଞ୍ଜନ ରଞ୍ଜନ ଚିତ। ଭଞ୍ଜନ ହୋଇଛି ଯାହା ଯଶା କରଛେ ଭଜନ ହୋଇଛି ଯାହା କରୁଛେ। କହିଲା ଏ ମନ୍ଦ ମହେନ୍ଦ୍ର ନୀଳ ଇଏ ମଣିଆଣି କରି ଠୁଳ ଭଲାରେ ମଣିଆଣି କରି ଠୁଳ ଭଲାରେ। ଅଛନ୍ତି ଦ୍ୱାରକା ପୁର ମନୁ ମନୁ ସେ ଅଛନ୍ତି ଦ୍ୱାରକା ପୁର ମନୁ ସେ। ପ୍ରମାଣ ପ୍ରମାଣ ବଚନ ଭଲାରେ ପ୍ରମାଣ ପ୍ରମାଣ ବଚନ।
ପ୍ରମାଦ କେମିତି ଚୋର କେମିତି ଚୋର ପ୍ରମାଣ ଆଜି ନବା ସେଇଦିନ କୋଉ ଦିନ ରାଜ ଉପପ୍ରାନ୍ତ ଉଦ୍ୟାନ ଭିତରେ ଗୋଟେ ଝିଅ ପିଲାଟେ ବୁଲୁଛି ଗୋଟିଏ ଝିଅ ପିଲାଟେ ବୁଲୁଛି ଆଚ୍ଛା ତାପରେ ଅନିନ୍ଦ୍ୟ ସୁନ୍ଦରୀ ସେ କନ୍ୟା ଅନିନ୍ଦ୍ୟ ସୁନ୍ଦରୀ ଆଚ୍ଛା କେମିତିକା ସୁନ୍ଦରୀ ଯେ ଆପଣ ଏମିତି କହୁଛନ୍ତି ଅନିନ୍ଦ୍ୟ ସୁନ୍ଦରୀ ସେ ଝିଅର ରୂପ ଲାବଣ୍ୟକୁ ହଁ ସରି କେହି ହେବେନି କଣ ଏମିତିକା ଝିଅଟେ ସେ ଉଦ୍ୟାନରେ ବୁଲୁଛି ତା ସାଙ୍ଗରେ କେହି ସମାନ ହେବେନି ନାଇଁ ହେବେନି ଆଚ୍ଛା କେମିତିକା ଝିଅଟେ ସେ ବୁଲୁଥିଲା ମୋ ପଛପଟେ କଣ ହାତ ମାରୁଛୁ ମୁଁ କହିଲି କାଳେ ମନେ ନ ପଡିବ ହଁ ଦଉଛୁ କହି ହ୍ୟାଲୋ ଅଦ୍ୟ ରଜନୀରେ ଆମର ହୋତା ନନା ଯେଉଁ ପାଲା ପରିବେଷଣ କରୁଛନ୍ତି ଏଥିରେ ଅତ୍ୟନ୍ତ ଖୁସି ହୋଇ ରମେଶ ବେହେରା ମହୋଦୟ ଆମ ହୋତା ନନାଙ୍କୁ 51ଟି ଭାରତ ମୁଦ୍ରା ଅର୍ପଣ କରିଛନ୍ତି ଆଶା କରି ସାର୍ ହଉ ମୁଁ ପ୍ରଣାମ କରୁଛି ସେ ରମେଶ ଭାଇ ରମେଶ ବେହେରାଙ୍କର କଲ୍ୟାଣ କରନ୍ତୁ ସତ୍ୟନାରାୟଣ ସର୍ବାରିଷ୍ଟ ଖଣ୍ଡନ ହଉ ସର୍ବେ ବୋଲାନନ୍ଦେ আর হরি বলা ସୁନ୍ଦରୀ ଝିଅଟେ ଯାଉଛି ତା ରୂପଟା କେମିତିଆ ହେଇଛି ସେଇ ତ କେମିତିକା ତା ରୂପଟା ହେଇଛି କଲା କୋଟି ଲାବଣ୍ୟକୁ ଓ ଏ ହରି ହରି ମୁଖୀ ହରିଛି ବାଳା ତଳକୁ কেমিন যাব ଝିଅ ପିଲାଟା କେମିତି ଚାଲିକି ଯିବ ତା ପାଦରେ ଚାଲିକି ଯିବ କେମିତି ଚାଲିକି ଯିବ ଆସୁ ଆସୁ ଦେଖେ କେତେ ପଇସା ଆଉଛି ଝିଅ ପିଲା ଚାଲିଲେ ଦେଖିଲେ ଆହୁରି କେତେ କଣ ହବ ଦେଖେ ପାଲା କଣ ଏଡେ ଶସ୍ତା ପଡିଛି ବୋଲି ଭାବିଛୁ ଆ ଝିଅ ପିଲାଟା କେମିତି ଚାଲିକି ଯାଉଛି ଆଉ ତା ପାଦରେ ଚାଲିକି ଯାଉଛି କେମିତି ଚାଲିକି ଯାଉଛି ଆଉ କଣ ତା ନାକରେ ଚାଲିକି ଯାଆନ୍ତା ଆଚ୍ଛା କେମିତି କଣ ଯାଉଛି ଟିକେ ଦେଖିବା ଗୋଟେ ଝିଅ ପିଲା ଚାଲିକି ଯିବ କେମିତି ଚାଲିକି ଯିବ ଟିକେ ଦେଖେଇବୁ ଦେଖିବା ଆଚ୍ଛା ଗାହାଣ ଏ କଥା ଜାଣିଛୁ ଆଚ୍ଛା ଟିକେ ହଉ ବହି ହେଲା କିଚକ ବଦ୍ଧ କବି ହେଲେ ଗଙ୍ଗାଧର ମେହେର ଆମେ କଣ କରିବୁ ତମେ ବଟମ ଫୋନ ଆଣିଲ ନାଇଁ ଧାଡ଼ିଏ କଲମ କରିକି କହିଲେ কোন কইলি ଝିଅ ପିଲାଟା ଚାଲିକି ଯିବ କେମିତି ଚାଲିକି ଯିବ କେମିତି ଯାଉଛି କଲା ହଲଇ କଟି ହଲେ ବାହୁ যোগা ଶୋଭିଲାରେ মন্ডারা
এইটা আমার খলিয়া নাচ দূরରୁ ଦେଖି ରଜ ভজত কান্তি ভজত কান্তি ভজত কান্তি রজ ভজত কান্তি ভজত কান্তি রজ ভজত কান্তি কমল কান্তি ଏବେ কমল কান্তি এইথরক গোড় উঠিব পয়সা আইলা তো এথর গোড় উঠিব ରାଜା ଝିଅ ଯାଉଛି আজ্ঞা